ବାପା ମୋର କିଛି ପଇସା ଦରକାର। ଟଙ୍କା ଟଙ୍କା ମୁଁ କୋଉଠୁ ଆଣିବି? ଟଙ୍କା କଣ ଗଛରେ ପଡୁଛି ନା କଣ? ବାପା ତମେ ଯଦି ମତେ ପଇସା ନ ଦବ ତାହେଲେ ଦବ କିଏ? ମୁଁ କଣ କରିବି? ତୁ ଯାହା କରୁଛୁ କରେ, ମତେ ପଇସା ଆଣୁ। ଚୋରି କରୁନୁ, ଡକାୟତି କରୁନୁ, ମତେ ପଇସା କାଇଁ ମାଗୁଛୁ? ତୁ ଯାହା କରୁଛୁ କରେ, ତୋ ଇଚ୍ଛାରେ ତୁ ଯାହା କରୁଛୁ କରେ। ବାସ୍ ବହୁତ ହେଇଗଲା। ତମେ ଯଦି ମତେ ପଇସା ନ ଦବ ମୁଁ ଯାଉଛି ଘର ଛାଡି ଯିବି। ହିରେ ତୁ ଯାଇନୁ ଏପର୍ଯ୍ୟନ୍ତ। ଏବେ ଘର ଛାଡି ପଳା। ଜଲ୍ଦି ଯା ମୋ ଘରୁ, ମୋ ଆଖି ଆଗରୁ ପଳା। ରହିବିନି ଟୋଟାଲ, ଯାଉଛି। The next day. ବାପା 6,00,000 ଟଙ୍କା ବ୍ୟାଙ୍କରେ ରଖିଦେଲି, ଆଉ 50,000 ଟଙ୍କା ମୁଁ କାମରେ ଲଗେଇଦେଲି। କଣ କହିଲୁ 6,50,000 ଟଙ୍କା ଏରେ ଆଣିଲୁ କୋଉଠୁ ଏତେ ଟଙ୍କା? ଆରେ ମାମା କଣ କହିଲି ମୁଁ? ଆରେ ବାପା ହିଁ ତ ମତେ ଏ ରାସ୍ତା ଦେଖେଇଥିଲେ। ତତେ ମୁଁ କୋଉ ରାସ୍ତା ଦେଖେଇଥିଲି? ଆରେ ବାବା ତମେ ହିଁ ତ କହିଥିଲ ଚୋରି କର, ଡକାୟତି କର, କରିଦେଲି। ଆରେ ତୁ କୋଉଠି ଗଲୁ? ଆରେ ଶୁଣ କଣ ହଁ ହେଇଛି ଶୁଣ। ହଁ ମୁଁ ଯାଇଥିଲି ଜଣଙ୍କ ଘରକୁ, ମୁଁ ଶୁଣିଲି କି ତାଙ୍କ ଘରେ ପ୍ରବଳ ପଇସା। ହଁ ତାଙ୍କ ଘରକୁ ଗଲି, ତାଙ୍କ ତକିଆ ତଳେ ଲକର ଚାବିଟା ଥିଲା। ହୁଁ ତ ସେ ଲକର ଚାବିଟା ଧୀରେକିନା କାଢିଲି, ହଁ। ଲକର ଖୋଲିଲି, ପଇସା ଥିଲା ଧରିକି ନେଇ ପଳେଇ ଆସିଲି। କିଛି ଦେଖିନାହାନ୍ତି? ପୁଣି ସେ ଚାବିଟା ସେ ରଖିଦେଇ ପଳେଇ ଆସିଲି। ଆଉ ତତେ ପୋଲିସ ବାଲା ତ ଖୋଜିବେ ଆଜି। ସେ ଲୋକ ପୋଲିସ ଖବର ଦେଇନାହାନ୍ତି? ସେ ଲୋକ ଜାଣି ନାହାନ୍ତି, ଏପର୍ଯ୍ୟନ୍ତ ଜାଣି ନାହାନ୍ତି। ଜାଣିବୁ କେତେବେଳେ? ଏବେ ହିଁ ଜାଣିବେ ସେ। ଆରେ ତୁ କୋଉଠି ଚୋରି କଲୁ? ଏଇ ଘରୁ। تفوز عندي خوش فاصلة يا اخي تفوز والله خوش رقصة